तमे अछ बोली ठाकुरे तमे अछ बोली ठाकुरे जेमिति मु अछि भलरे अछि जेमिति मु अछि भलरे अछि छोट मोर परिवारे सुखरे दुखरे हसरे कुहरे सुखरे दुखरे हसरे ସାହାଯ୍ୟରେ 15,000 ଗୀତ କମ୍ପ୍ଲିଟ୍ ହେଇଛି। ହଁ ଏ ଆମର ମୋର ମୁଁ ତା ସହିତ ମୂଳରୁ ଅଛି ସେ ତାର ଆରମ୍ଭ କଲା ଯେ ଆସିଲା କମ୍ପାନୀ ଆରମ୍ଭ କଲା ତାଲ ମ୍ୟୁଜିକ୍ ସେତେବେଳେ ମୁଁ ତା ସହିତ ସହଯୋଗ କରୁଥିଲି ଯେତେବେଳେ ମୋତେ ଡାକିଛି ଆଜି ପର୍ଯ୍ୟନ୍ତ ସବୁବେଳେ ସେ ବି ମୋତେ ମନେ ପକେଇଛି ପ୍ରତି କାମରେ ମୁଁ ବି ତାକୁ ଟାଇମ୍ ଦେଇଛି ସହଯୋଗ ଇନ୍ ଦ ସେନ୍ସ ଓବିୟସଲି ଗୋଟେ ପିଲା କରୁଛି ଆମେ ସବୁବେଳେ ମୁଁ ଯେତେବେଳେ ଦେଖେ ଆମର ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ଛୋଟିଆ ଇଣ୍ଡଷ୍ଟ୍ରି ତା ଭିତରେ ବହୁତ ବଡ଼ ବଡ଼ କମ୍ପାନୀ ମାନେ ବାସା ହେଇଯାଇଛନ୍ତି କିନ୍ତୁ ଆମେ ଚାହୁଁ ସବୁବେଳେ ଆମେ ମ୍ୟୁଜିସିଆନ୍ ସିଙ୍ଗରମାନେ ଗୋଟେ କମ୍ପାନୀ ଏଷ୍ଟାବ୍ଲିଶ୍ ରହିଲେ ଓବିୟସଲି ଓଡ଼ିଶା ମ୍ୟୁଜିକ୍ ଆଗକୁ ଯିବ କିଛି ନୂଆ ଟ୍ୟାଲେଣ୍ଟ ମାନେ ପାଇବେ ତ ସେଇ କଥା ଆମେ ସବୁବେଳେ ଚେଷ୍ଟା କରୁ ଯେଉଁ କମ୍ପାନୀ ଆସେ ଆମେ ତାକୁ ଚେଷ୍ଟା କରୁ ହେଲ୍ପ କଲେ ସିଏ ରହିବ କେମିତି ବହୁତ ତ ସେତିକି ଆମ ଦ୍ୱାରା ହେଇଛି ତେଣୁ ଆମେ ସପୋର୍ଟ ତେଣୁ ଆଜି ସପୋର୍ଟର ଫଳ ମିଳିଛି ଯେ 15,000 ଗୀତ ସେ କମ୍ପ୍ଲିଟ୍ କଲା ବହୁତ ବାଧାବିଘ୍ନ ସହି ତେଣୁ ବହୁତ ସୌଭାଗ୍ୟର କଥା ସେ ତାର ଏଇ କମ୍ ଏଜ୍ରେ 22-23 ବର୍ଷ ଦେଇଛି ଆମ ଓଡ଼ିଶା ଇଣ୍ଡଷ୍ଟ୍ରି ତେଣୁ ମୁଁ ତାକୁ ମଧ୍ୟ ଜଣେଇବି ସବୁବେଳେ ସେ ଆହୁରି ଆହୁରି ଭଲ କାମ ଭଲ ଭଲ ଗୀତ ମୋର ଯେଉଁଥିପାଇଁ ଆମ ଓଡ଼ିଆ ଦର୍ଶକମାନେ ଶ୍ରୋତାମାନେ ଯେଉଁ ଗୀତ ଚାହୁଁଛନ୍ତି ଶୁଣିବା ପାଇଁ ସେମିତି ଆହୁରି ଭଲ ଭଲ ଗୀତ ବନାଅ ଆଉ ସବୁବେଳେ ଆମେ ମେଟ୍ରିକ୍ ଫାଷ୍ଟ ହେଇଗଲା ଯେ ମେଟ୍ରିକ୍ କରିବା ଗୋଟେ ସିଙ୍ଗର ବଡ଼ କଥା ସବୁବେଳେ ସେ ତାର ଏଇଆ ହେବା ଦରକାର ଯେ ମୁଁ ସବୁ ସମୟରେ ଗାଇପାରୁଥିବା ଗାଇବାଟା ମୁଖ୍ୟ କାହିଁକିନା ଗୀତ ଗାଇଲେ ଲୋକ ଯେଉଁମାନେ ଆମର ଶ୍ରୋତା ଅଛନ୍ତି ଚାହାନ୍ତି ଶୁଣିବା ପାଇଁ ଯେ ନୂଆ ଗୀତ କ'ଣ ମୋର ଆସୁଛି ଆଗକୁ ମୁଁ କେମିତି ଗାଉଛି ସେଇ ଷ୍ଟାଣ୍ଡାର୍ଡ ଗାଇପାରୁଛୁ ନା ନାହିଁ ତ ସେଇଟା ପ୍ରଥମ ଯଦି ଜଣେ ଚାହିଁବ ତାକୁ 20-30 ବର୍ଷ ଦେବା ପାଇଁ ଗୋଟେ ଲାଇନ୍ରେ ସଷ୍ଟେନ୍ କରିବା ପାଇଁ ନିଜକୁ ବନେଇବାକୁ ପଡ଼ିବ ହାର୍ଡ ୱାର୍କ ଦରକାର ସହିତ ପେସେନ୍ସ ବି ଦରକାର ତ ସେଇଗୁଡ଼ା ସବୁ ମେଣ୍ଟେନ୍ କରିବାକୁ ପଡ଼ିବ ଯେ ଯେଉଁଠି ମ୍ୟୁଜିକ୍ କଥା ହୁଏ ଯେଉଁଠି ମ୍ୟୁଜିକ୍ କାମ ହୁଏ ସେଇଗୁଡ଼ା ଯେତେ ସାରା ପିଲା ଯିଏ ଆସିବେ ନା ମୁଁ ପହଞ୍ଚିଯାଏ ଆଇ ଲଭ୍ ମ୍ୟୁଜିକ୍ ତେଣୁ ସେଥିପାଇଁ ମୁଁ ସବୁବେଳେ ସମୟ ଦିଏ ଯେତେବେଳେ ମୋ ପାଖରେ ଟାଇମ୍ ସେ ଗୀତ ବି ହଁ ସେ ଗୀତ ନିଆରା ସବୁ ପାପର ପ୍ରାୟଶ୍ଚିତ ଥାଏ ସବୁ ଭୁଲର କ୍ଷମା ସବୁ ପାପର ପ୍ରାୟଶ୍ଚିତ ଥାଏ ସବୁ ଭୁଲର କ୍ଷମା ପ୍ରେମ ଏମିତିକା ପବିତ୍ର ପାପଟେ ପ୍ରେମ ଏମିତିକା ପବିତ୍ର ପାପଟେ ପ୍ରାୟଶ୍ଚିତ ନାହିଁ ଜମା ଜାনে না জানে না ବହୁତ ବଢିଆ ଲାଗିଲା ସରି ଆମ ଯୋଉମାନେ ତାଙ୍କୁ କ'ଣ ଆପଣ ଆଡଭାଇସ୍ କରୁଛନ୍ତି? ଆଡଭାଇସ୍ କ'ଣ ଦେବି ଆଜିକାଲି ପିଲା ତ ବହୁତ ଭେରି ଫାଷ୍ଟ ଆମ ଭଳି ଆମ ସମୟରେ ଯେଉଁ ସମୟ ଥିଲା ସେତେବେଳେ ତ ଏତେ ନଥିଲା ପ୍ଲାଟଫର୍ମ ନଥିଲା ଏତେ ସ୍କୋପ୍ ନଥିଲା ତେଣୁ ଆମ ବେଳେ ଏସେପ୍ଟୁଲ ଥିଲା ଦୂରଦର୍ଶନ ଥିଲା ଆଉ ଫିଲ୍ମ ଗୋଟେ ହଉଥିଲା ଆମେ ସେତେବେଳେ ଟ୍ରାଏ କରି ଆମେ ଦେଖିବା ସବୁ ବହୁତ ଗୁଡ଼ାଏ ଫର୍ମାଟ୍ ଚେଞ୍ଜ ହେଇଛି ଫିଲ୍ମ ହେଲା ତାପରେ ଆଲବମ୍ ଆସିଲା ଆମେ କାମ କଲୁ ପରେ ସିଡି ଆସିଲା ସିଡି ପରେ ଆମର ଭିଡ଼ିଓ ଆସିଲା VCD
ତାପରେ ଏବେ ୟୁଟ୍ୟୁବ ଅବଭିୟସଲି ଦୀର୍ଘ 30-35 ବର୍ଷ ଭିତରେ ଗୋଟେ ଫର୍ମାଟ ଚେଞ୍ଜ ହେଇଛି। ସେ ଫର୍ମାଟ ହିସେବେ ଚାଲନ୍ତୁ ସମସ୍ତେ, ଯାହା ଆଗକୁ ଆସୁଛି ଯେଉଁ ଫର୍ମାଟ ସହିତ ଯିବା ଦରକାର, ତା ସହିତ କ୍ୱାଲିଟେଟିଭ ହବ। କ୍ୱାଲିଟି ଯଦି ଅଛି ତେଣୁ ଆଜି ନହେଲେ ବି ଦୀର୍ଘ 25 ବର୍ଷ 30 ବର୍ଷ ଇଣ୍ଡଷ୍ଟ୍ରି ଦେଇ ହବ ଆଉ ନିଜେ ନିଜକୁ ଏଷ୍ଟାବ୍ଲିଶ କରିବ। ଏଇଟା ହେଉଛି ଗୋଟେ ସଜେସନ୍ ଯେଉଁ କରୁଛନ୍ତି।